ସାଙ୍ଗମାନେ ଜୟ ଶ୍ରୀ ଜଗନ୍ନାଥ। ସାଙ୍ଗମାନେ ଖାଣ୍ଟି ଓଡ଼ିଆ ରୋଷେଇ ଅନ୍ନପୂର୍ଣ୍ଣା ହାଣ୍ଡିଶାଳକୁ ଆପଣମାନଙ୍କୁ ସ୍ୱାଗତ। ଆଜିର ଯେଉଁ ରେସିପି ପୁରା ସିମ୍ପଲ୍ ଆଉ ସହଜ ସରଳ ଉପାୟରେ ଡାଲମା ରେସିପି। ଡାଲମା ପାଇଁ ମୁଁ ପ୍ରଥମରୁ ଭଲସେ ପରିବା ଗୁଡ଼ାକ ଧୋଇକି କାଟି ନେଇଛି। ମୁଁ ପରିବା ଭିତରେ ନେଇଛି କଖାରୁ, ଆଳୁ, ସାରୁ, ଦେଶୀ ଆଳୁ ଆଉ ବାଇଗଣ। ଆପଣ ଚାହିଁଲେ ଅଲଗା କୌଣସି ପରିବା ଯେମିତିକି ଆପଣ ମନ ପସନ୍ଦର ନେଇପାରିବେ। ଅମୃତଭଣ୍ଡା ବି ନେଇପାରିବେ ଏ ରେସିପିରେ। ତ ଏଇଠି ଦେଖନ୍ତୁ, ପ୍ରଥମେ ଆମେ କ'ଣ କରିବା, ଗୋଟେ ହାଣ୍ଡିରେ, ମୁଁ ଏଇଟା ହାଣ୍ଡିରେ ବନାଉଛି, ଆପଣ ଚାହିଁଲେ କଡ଼େଇରେ ବନେଇ ପାରିବେ। ତ ମୁଁ ଏଇଠି ଗୋଟେ ହାଣ୍ଡିରେ ଅଳ୍ପ କିଛି ପାଣି ନେଇଯାଇଛି। ତା ଦେହରେ ଆମର ଏଇ ଯେଉଁ ପରିବା ଗୁଡ଼ା ଦେଶୀ ଆଳୁ, ସାରୁ ଏସବୁ ଦେଇଦେଇଛି। ତାପରେ ମୁଁ ଏଇଠି କିଛି ମୁଗ ଡାଲି, ଯେଉଁଟାକି ଗୋଟେ ଘଣ୍ଟା ପୂର୍ବରୁ ବତୁରେଇ ନେଇଥିଲି, ଆଉ ତାକୁ ଭଲ ଭାବରେ ଧୋଇକି ମୁଗ ଡାଲି ଦେଇଦେଇଛି। ମୁଗ ଡାଲି ଡାଲମାଟା ବହଳିଆ ତ ହେବ ଆଉ ସୁଆଦିଆ ବି ଲାଗିବ। ତ ଏଇଠି ମୁଗ ଡାଲି ଦେଇସାରିଲା ପରେ ଯେତିକି ମୁଗ ଡାଲି ଆମେ ନେଇଛୁ ସେତିକି ହରଡ଼ ଡାଲି ବି ନେଇଛି। ହରଡ଼ ଡାଲିକୁ ବି ଆମେ ଏଇଠି ଭଲସେ ଧୋଇକି ଏଇଠି ପକାଇ ନେଇଛୁ। ତାପରେ ମୁଁ ଏଠି କିଛି ତେଜପତ୍ର ଦେଇଛି। ତାପରେ ଏଠି ଲୁଣ ଆଉ ସ୍ୱାଦ ହିସାବରେ ଲୁଣ ଦେଇଛି, ହଳଦୀ ଦେଇକି ବସାଇ ଦେଇଛି। ସିଝିବା ଭିତରେ ଚାଲନ୍ତୁ ଆମେ ଏଇଠି ଗୋଟେ ମସଲା ବନେଇବା। ମସଲା ତ ନୁହଁ, ଟିକେ ଛେଚିବା, ଅଦା ଟିକେ ଆଉ କଞ୍ଚା ଲଙ୍କା। ଏଇଠି ଅଦା ଆଉ କଞ୍ଚା ଲଙ୍କାକୁ ଭଲ ଭାବରେ ଛେଚି ନେବେ। ସାଙ୍ଗମାନେ ଯଦି ରେସିପିଟି ଭଲ ଲାଗେ ଗୋଟେ ଲାଇକ୍ ଆଉ ଗୋଟେ କମେଣ୍ଟ ନିଶ୍ଚିନ୍ତ କରିବେ। ଆଉ ଯଦି ଆପଣମାନେ ଡାଲମା ବନେଇ ନାହାନ୍ତି, ଗୋଟେ ଥର ଏ ଡାଲମା ରେସିପିଟାକୁ ନିଶ୍ଚିନ୍ତ ଟ୍ରାଏ କରନ୍ତୁ। ଆପଣମାନଙ୍କୁ ବହୁତ ହି ଭଲ ଲାଗିବ ଆଉ କମ୍ ସମୟରେ ସହଜ ସରଳ ଉପାୟରେ ବନିକି ରେଡ଼ି ହେବ। ଆଉ ଛୋଟ ଅନୁରୋଧ ସାଙ୍ଗମାନେ, ଯଦି ଆପଣମାନେ ଚ୍ୟାନେଲରେ ନୂଆ, ପ୍ରଥମେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନିଅନ୍ତୁ। ପାଖରେ ଯେଉଁ ବେଲ୍ ଆଇକନ୍ଟା ଅଛି, ଡେଲି ଯେଉଁ ନୂଆ ନୂଆ ରେସିପି ଆସୁଛି ଆପଣମାନଙ୍କ ପାଇଁ ତାକୁ ଆପଣ ଦେଖିପାରିବେ। ତ ସେଥିପାଇଁ ପାଖରେ ଯେଉଁ ବେଲ୍ ଆଇକନ୍ଟା ଅଛି ତାକୁ ପ୍ରେସ୍ କରି ଅଲ୍ ସିଲେକ୍ଟ କରିନିଅନ୍ତୁ, ଯାହାଫଳରେ ଆପଣମାନଙ୍କ ପାଖକୁ ନୋଟିଫିକେସନ୍ ଯିବ। ତ ଏଇଠି ଦେଖନ୍ତୁ ସାଙ୍ଗମାନେ, ଏଇଠି ଡାଲି ଟିକେ ଦରସିଝା ଟାଇପ୍ର ହେଇଗଲାଣି। ତ ମୁଁ ଏଇଠି ଟମାଟୋ ଆଉ ଅଦା କଞ୍ଚା ଲଙ୍କା ଛେଚାକୁ ଦେଇଦେଇଛି। ତାପରେ ବାଇଗଣକୁ ବି ପକାଇ ଦେଇଛି। ପକାଇକି କିଛି ସମୟ ଆମେ ଘୋଡ଼େଇ ଦେଇଥିଲୁ। ତାପରେ ଏଇଠି ଆମେ ଦେଖିଦେବା ଡାଲି କେଉଁ ପୋଜିସନ୍ ଅଛି। ତ ଏଇଠି ଦେଖନ୍ତୁ, ଆଉ ଟିକେ ଡାଲି ସିଝିବ। ତ ଏଇଠି ଆମେ କ'ଣ କରିବା, ତାକୁ ଭଲସେ ଗୋଳେଇ ନେବା ଆଉ କିଛି ସମୟ ଏଇଠି ଏମିତି ସିଝେଇବା ପାଇଁକି ଛାଡ଼ିବା। ଆପଣ ଚାହିଁଲେ କଭର୍ କରିକି ଲୋ ଫ୍ଲେମ୍ରେ ବି ସିଝେଇ ପାରିବେ। ତ ଏଇଠି ମୁଁ ଦେଖନ୍ତୁ କଭର୍ ତ କରିନାହିଁ, ମିଡ଼ିୟମ୍ ଫ୍ଲେମ୍ରେ ଏମିତି କିଛି ସମୟ ସିଝେଇ ନେଇଛି। ତାପରେ ଏଇଠି ଦେଖନ୍ତୁ, ଏତେ ବଢ଼ିଆ ସେ ଆମର ଡାଲି ବଢ଼ିଆ ସେ ସିଝିଛି। ଆଉ ମୁଗ ଡାଲି ତ ବହୁତ ହି ଭଲସେ ସିଝି ଯାଇଛି। ପରିବା ଗୁଡ଼ାକ ବି ସବୁ ବଢ଼ିଆ ସେ ସିଝି ଯାଇଛି। ତାପରେ ଏଇଠି ଆମେ କ'ଣ କରିବା, ଏଇଠି ଆମେ ଛୁଙ୍କ ଲଗାଇଦେବା। ତ ଏଇଠି ଆମେ ହାଣ୍ଡିକୁ ତଳକୁ କାଢ଼ି ନେବା। ଗୋଟେ କଡ଼େଇରେ ନେଇଛି, କଡ଼େଇରେ କିଛି ଦେଶୀ ଘିଅ ନେଇଛି। ଏ ଘିଅକୁ ମୁଁ ନିଜେ ପ୍ରସ୍ତୁତ କରିଛି। ଆପଣ ଚ୍ୟାନେଲ ଭିଜିଟ୍ କରି ଏ ଘିଅ ରେସିପିଟା ଦେଖିପାରିବେ। ବହୁତ ସହଜ ସରଳ ଉପାୟରେ ଘିଅଟା ପ୍ରସ୍ତୁତ ହେଇଛି। ଦେଖନ୍ତୁ, ତାପରେ ଘିଅ ଗରମ ହେଇସାରିଲା ପରେ ମୁଁ ଏଇଠି କିଛି ଜିରା ଦେଇଛି ଫୁଟାଇବା ପାଇଁକି। ଆପଣ ଯଦି ଚାହିଁବେ ଫୁଟଣ ଦେଇପାରିବେ, କିନ୍ତୁ ଜିରା ଯେହେତୁ ଏଇଠି ବିନା ପିଆଜ ରସୁଣରେ ବନେଇଛି, ତ ମୁଁ ଏଇଠି ଜିରା ଦେଇଛି। ତାପରେ କିଛି ଶୁଖିଲା ଲଙ୍କା ଦେଇଛି। ତାପରେ ଏଇଠି କିଛି ଭୃଷଙ୍ଗ ପତ୍ର ଦେଇଛି। ଭୃଷଙ୍ଗ ପତ୍ରରେ ଏ ଛୁଙ୍କଟାର ସ୍ୱାଦ ବଢ଼ାଇବା ସାଙ୍ଗେ ସାଙ୍ଗେ ବହୁତ ତରକାରୀର ବଢ଼ିଆ ବାସ୍ନା ବି ଆସିବ। ତ ମୁଁ ଏଇଠି ଭୃଷଙ୍ଗ ପତ୍ରକୁ କିଛି ସମୟ ଭାଜି ନେଇଛି। ତାପରେ ଏଇଠି ଆମେ କ'ଣ କରିବା, ଗ୍ୟାସ୍ ଉପରୁ କଡ଼େଇଟା କାଢ଼ିକି ହାଣ୍ଡିଟାକୁ ବସାଇଦେବା। ବସାଇ ସାରିଲା ପରେ ଗରମ ଗରମ ଏଇଠି, ଯେହେତୁ ହାଣ୍ଡିଟା ଆମେ ତଳେ କାଢ଼ିକି ଥୋଇଥିଲେ, ତ ଏଇଠି ଦେଖନ୍ତୁ ଗ୍ୟାସ୍ ଉପରେ ବସାଇକି ସାଙ୍ଗେ ସାଙ୍ଗେ ଏଇ ଛୁଙ୍କଟାକୁ ତା ଦେହକୁ ଢାଳିଦେବା। ସେମିତି ଖାଲିରେ ଛୁଙ୍କ ଢାଳିବେନି, କିଛି ତରକାରୀ ନେବେ, ଡାଲମା ନେବେ, ଡାଲମା ଟିକେ କଡ଼େଇରେ ପକାଇକି ଏଇ ଛୁଙ୍କଟାକୁ ଢାଳିବେ। ତ ଏଇଠି ଦେଖନ୍ତୁ ପୁରା ବଢ଼ିଆ ସେ ବାସ୍ନା ପୁରା ମହକିଲାଣି ଘର ଦ୍ୱାର। ତ ଏତେ ବଢ଼ିଆ ବାସ୍ନା ହେଉଛି। ପୁରା ଇଜି ରେସିପି, ପୁରା ସହଜ ସରଳ ରେସିପି। ଆପଣ ଗୋଟେ ଥର ନିଶ୍ଚିନ୍ତ ଟ୍ରାଏ କରନ୍ତୁ, ବହୁତ ସୁଆଦିଆ ଲାଗିବ ଏ ଡାଲମାଟା। ଆଉ ଦେଖନ୍ତୁ, ରୁଟି ସାଙ୍ଗରେ କ'ଣ, ଭାତ ସାଙ୍ଗରେ ସବୁଥିରେ ଆପଣ ଏଇଟା ଖାଇପାରିବେ ଆଉ ଟିଫିନ୍ ବି କ୍ୟାରି କରିପାରିବେ। ତ ଏଇଠି ଛୁଙ୍କ ପକାଇ ସାରିଲା ପରେ ଏଇଠି ଗୋଟେ ଫୁଟଣ ଫୁଟାଇବେ, ବେଶୀ ଫୁଟାଇବେନି। ତାପରେ ଗ୍ୟାସ୍କୁ ବନ୍ଦ କରିଦେବେ। ତ ମୁଁ ଏଇଠି ଦେଖନ୍ତୁ ଗୋଟେ ଫୁଟଣ ଫୁଟାଇ ଗ୍ୟାସ୍କୁ ବନ୍ଦ କରିଦେଇଥିଲି। ତାପରେ ଏଇଠି ଡାଲଚିନି ଗୁଣ୍ଡ ଅଧ ଚାମଚ। ତାପରେ ଆମେ ଏଇଠି ଆଡ଼୍ କରିବା ଜିରା ଲଙ୍କା ଗୁଣ୍ଡ, ଯେଉଁ ଭଜା ଜିରା ଲଙ୍କା ଗୁଣ୍ଡ ଗୋଟେ ଚାମଚ, ଆଉ ଏଇଠି କସ୍ତୁରୀ ମେଥି କିଛି। ଏସବୁକୁ ଆମେ ଭଲ ଭାବରେ ଗୋଳେଇ ନେବା। ତାପରେ ବାମ୍ଫଟା କଟିବା ପର୍ଯ୍ୟନ୍ତ ଆମେ ଏଠି କଭର୍ କରିନେବା, ଘୋଡ଼େଇ ଦେବା।
ତା ଫଳରେ ତରକାରୀର ସ୍ୱାଦ ବଢ଼ିବା ସାଙ୍ଗେ ସାଙ୍ଗେ ତରକାରୀ ଖାଇବା ପାଇଁ ବହୁତ ହି ଭଲ ଲାଗିବ। ସାଙ୍ଗମାନେ ଯଦି କଲର୍ ଟିକେ ବେଶୀ ଚାହୁଁଛନ୍ତି ଆପଣ ଛୁଙ୍କରେ କାଶ୍ମୀର ଚିଲି ଦେଇପାରିବେ। ତ ଏଇଠି ଦେଖନ୍ତୁ ମୁଁ କିଛି ଧନିଆ ପତ୍ର ଯେଉଁଟାକି ମୁଁ ଏଠି କାଟିକି ଏଠି ଦେଇଦେଇଛି। ଧନିଆ ପତ୍ର ପକାଇ ସାରିଲା ପରେ ଆମେ ଘୋଡ଼େଇକି 10ରୁ 15 ମିନିଟ୍ ଛାଡ଼ିଦେବା। ତ ଏଇଠି ଦେଖନ୍ତୁ ସାଙ୍ଗମାନେ ଏତେ ବଢ଼ିଆ ବାସ୍ନା ହେଉଛି ଏ ଡାଲମା, ଆଉ ଖାଇବାକୁ ବି ସେତିକି ସୁଆଦିଆ। ସାଙ୍ଗମାନେ ଏ ରେସିପିଟା ଆପଣମାନଙ୍କୁ କେମିତି ଲାଗିଲା ମୋତେ କମେଣ୍ଟ ବକ୍ସରେ ନିଶ୍ଚିନ୍ତ ଜଣାଇବେ। ଆଉ ଗୋଟେ ଥର ଟ୍ରାଏ କରନ୍ତୁ, ଆପଣମାନଙ୍କୁ ବହୁତ ହି ଭଲ ଲାଗିବ। ଆଜି ପାଇଁ ସାଙ୍ଗମାନେ ଏତିକି ରହୁଛି। ପୁଣି ଦେଖା ହେବ ନୂଆ ଏକ ରେସିପି ସହିତ ଏ ସମୟରେ ଏ ଚ୍ୟାନେଲରେ ଆପଣମାନଙ୍କ ସାଙ୍ଗରେ। ତ ଦେଖିବାକୁ ସାଙ୍ଗମାନେ ଜମାରୁ ଭୁଲିବେନି କିଛି ନୂଆ ଆପଣମାନଙ୍କ ପାଇଁ ଡେଲି। ତ ସାଙ୍ଗମାନେ ମୋତେ କମେଣ୍ଟ ବକ୍ସରେ ବି ଲେଖିବାକୁ ଜମାରୁ ଭୁଲିବେନି ଆପଣମାନେ କେଉଁଠୁ ଦେଖୁଛନ୍ତି ଆଉ କେବେ ଡାଲମା ପ୍ରସ୍ତୁତ କରିବେ। ରହୁଛି। ଜୟ ଶ୍ରୀ ଜଗନ୍ନାଥ।